କାଲି ଶୁକେଇ ଦେଲେ ଭଲ କି? ମଞ୍ଜି ମାଛ ଭାଜିଥିଲା ଆଉ ମଞ୍ଜି ପୁରା ଭାଜି ଦେଇଛି କଡ଼କଡ଼ିଆ କରିକି ଏରା ହଁ ଟେଷ୍ଟ କଲେ ଜଣା ପଡ଼ିବ ଆଉ ପୁରା ଜୋରେ ହେଉଛି ଯେଉଁ ଭାବରେ କେତେବେଳେ ଆସିକି ଶୋଇଛି ମୁଁ କହିଲି ଶୋଇଥାଉ ଆଉ ଟିକେ ଥଣ୍ଡା ତ ହ୍ୟାଲୋ ସାଙ୍ଗମାନେ ଆଜିର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଆଜି ହେଉଛି ଶୁକ୍ରବାର ତ ଆଜି ଦେଖିପାରୁଥିବେ ସକାଳୁ ସକାଳୁ ଏଠି ପାଣି ପକାଉଛି ଆଉ ଆଜି ଶୁକ୍ରବାରରେ କ'ଣ ଆଣିବା? ଆଜି ଯାହା ଦେଖିବୁ ଯେବେ ମାଛ ଥବ ମାଛ ନେଇ ଆସିବୁ ନହେଲେ ଚିଙ୍ଗୁଡ଼ି ମାଛ ନେଇ ଆସିବୁ ଆଉ ପିସ୍ ମାଛ ଚିଙ୍ଗୁଡ଼ି ନେଇ ଆସିବୁ ଯାହାହେଲେ ନେଇ ଆସିବୁ ଗୋଟେ ଆଜି କରିବା ଆଉ ବହୁତ ତାର ଏଠି କାନ୍ଥକୁ ଦେଖିପାରୁଥିବେ ପାଣି ଦେଉଛି ଯାଉଛି ଦେଖିବା ମାଛ ନେଇକି ଆସେ ଆଉ ଚିଙ୍ଗୁଡ଼ି ଆଣିବି ନା ମାଛ ଆଣିବି କ'ଣ କହୁଛୁ କହ? ମାଛ ଏ ଚିଙ୍ଗୁଡ଼ି ନେଇ ଆସିବୁ ନହେଲେ ଥବ ଚିଙ୍ଗୁଡ଼ି ଏବେ ନଥିବ ମାଛ ଆଣିବୁ ଆଉ ତ ଏବେ ମାଛ ନେଇକି ଆସି ସାରିଲା ପରେ ମନ ହେଲା ଟିକେ ଛତୁଆ ପିଇଦେବୁ ସକାଳୁ ସକାଳୁ ଟିକେ ଏବେ ଛତୁଆ ପିଇଦେବା ଆଉ ଛତୁଆ ଆମର ଆସିଯାଇଛି ଟିକେ ଭଲରେ ଗୋଳିକି ପିଇଦେବା ତାପରେ ଦେଖିବା କ'ଣ ହେଉଛି ଆଉ ଏବେ ବୋଉ ବଡ଼ି ଭାଜୁଛି ଆଉ ବୋଉ ବଡ଼ି କ'ଣ ଭାଜୁଛ ବଡ଼ି ଚୁରା କରିବୁ ଆଜି? ନାଇଁ ଆଜି ନିମକଢ଼ ଭାଜିବି ବଡ଼ି ଭାଜିକି ଥୋଇବି। ନିମକଢ଼ରେ କ'ଣ ପକେଇବୁ? ନାଇଁ ଆଳୁ ବାଇଗଣ ନିମକଢ଼ରେ ବଡ଼ି ଚକଟି ଖାଇବି। ଆଜି ତାହେଲେ ଚକଟା କରିବୁ? ହଁ ସେଇ ଯୋଗୁଁ ଆଗ ବଡ଼ି ଭାଜି ଦେଉଛୁ? ହଁ ବଡ଼ି ନିମକଢ଼ ବାଇଗଣ ଆଳୁରେ ଚକଟିଲେ ବଢ଼ିଆ ଲାଗେ। ସେଇ ଯୋଗୁଁ ବଡ଼ି ଭାଜୁଛୁ ନା? ବଡ଼ି ଭାଜିଦେବି ଆଉ ନିମକଢ଼ ଭାଜିକି ଥୋଇଦେବି ତାକୁ ଚକଟିକି ଖାଇବି। ନିମକଢ଼ ବି ଏଠି ଥୋଇଛି ଦେଖୁନାହାନ୍ତି ଭାଜିବାକୁ ସବୁ ଯାକ ଏକାଥରେ କି? ହଁ ତେଲ ପକେଇଦେବି ଭାଜିଦେବି ଆଉ କ'ଣ ନିମକଢ଼କୁ ଭାଜିକି ରଖନ୍ତି ବା ନା ହେନ୍ତି ରଖନ୍ତି? ନା ଏମିତି ରଖନ୍ତି ଭାଜି ଭାଜି ଖାଇବାକୁ ଭାଜିକି ରଖନ୍ତି ମାନେ ଖାଇବା ପାଇଁ ଭାଜିକି ରଖନ୍ତି ନହେଲେ ହେନ୍ତି ଡବାରେ ରଖିଲେ କେତେ ଦିନ ରହିବ? ବର୍ଷ ବର୍ଷ ରହିବ କେତେ ଦିନ କ'ଣ କାଲି ଶୁକେଇ ଦେଲେ ଭଲ କି? ବଢ଼ିଆ ବାସ୍ନା ହେଉଛି ଆଉ ନା? ନିମକଢ଼ ଟିକେ ନାକୁ ଆଳୁ ଚକଟି ଦେଇକି ସେଥିରେ ଟିକେ ପକେଇଦବ ବଢ଼ିଆ ଲାଗିବ। କାଲି ଯୋଉ ଯେମିତି କଲେ ସେମିତି ଭଲ ଲାଗିବ। ରାତିରେ ଯୋଉଗୁରା ବାଛୁଥିଲୁ ବୋଧେ ହେଇଥିବ ନା? ନାଇଁ ସେଗୁଡ଼ା ଶୁକେଇଛି ଇଏ ଆଗରୁ ଆଣିଥିଲି ଏଗୁଡ଼ା ଆଜି ଶୁକେଇଛି। ଆଉ ନିମକଢ଼ ଭାଜିକି ଖାଅ ଦେହ ପାଇଁ ହିତ ଆଉ ସାଙ୍ଗମାନେ ଆପଣମାନେ ବି ଘରେ ଭାଜିକି ଖାଆନ୍ତୁ ନିମକଢ଼ ବଢ଼ିଆ ନା? ଆଉ ବୋଉ ତୋର ଏକୁଟିଆ ଏକୁଟିଆ ହଲିସ୍ ପିଇ ଦେଉଛୁ ନା? ଏକୁଟିଆ ଏକୁଟିଆ କାହିଁ ତୁ ପିଉନୁ ବାପାକୁ ଦେବି ଟିକେ ମୁଁ ପିଇବି ଟିକେ। ହଉ ତୁ ପିଇ ଆଉ ତୁ ପିଇବୁ? ନାଇଁ ତୁ ପିଇ ଦେ ରହୁନୁ ନାଇଁ ଥାଉ। ଏବେ ଚୁଟି କାଟି ବାହାରିଲା ବେଳକୁ ଦେଖିପାରୁଥିବେ ଗାଡ଼ି ପୁରା ଆସନ ହେଇଯାଇଛି ଆଗ ଗାଡ଼ି ଭଲରେ ଟିକେ ପୋଛିଦେବା ତାପରେ ବାହାରିବା ଆଉ ତ ଏବେ ଆମେ ଯାଉଛୁ ବାଟରେ ଆପଣମାନେ ଭାବୁଥିବେ ଏଠି କ'ଣ ଦେଖାଉଛି ଏଇଟା ହେଉଛି ଆମର ଟେଣ୍ଟ ନାଚ ପାଇଁ ଆଉ ଏଇଟା ଦୋକାନ ପାଇଁ ପୋତା ହେଉଛି ଆଉ ଏଠି ଦେଖୁନାହାନ୍ତି ଏଇଟା ହେଉଛି ଆମ ନାଚ ପଡ଼ିଆ ଏଠି ବାଉଁଶ ହେରିକା ଆସିକି ପୋତା ହେଇଗଲାଣି କାରଣ କାଲି ନାଚ ଦେଖିପାରୁଥିବେ ବାଉଁଶ ହେରିକା ପୁରା ପୋତା ହେଇଗଲାଣି ଆଉ ତ ଫାଇନାଲି ଆମେ ଆସିକି ସେଲୁନରେ ପହଞ୍ଚିଗଲୁ ତ ମୋ ଭାଇ ଆଗ ଜଣେ ଫାଷ୍ଟ କାଟିଲା ତାପରେ ମୁଁ କାଟିବି ଆଉ ତ ମୋର ଏବେ କଟାକଟି ସଇଲା ଦେଖିପାରୁଥିବେ କେମିତି ଲାଗୁଛି କମେଣ୍ଟ କରି କହିବେ ଖରା ଜୋର ହେଉଥିଲା ସେଥିଲାଗି ଟିକେ ଥଣ୍ଡା ପିଇଦେଲୁ ଆଉ ତ ଏବେ ମସ୍ତ ଚୁଟି କାଟିକି ଆସୁଛୁ ଭାରି ତ ଏବେ ଯିବୁ ଗାଧେଇବାକୁ ପୋଖରୀକି ଗାଧେଇକି ଆସୁଛି ଆଉ ସାଙ୍ଗମାନେ ଏବେ ମସ୍ତ ପୋଖରୀରେ ଗାଧେଇକି ଆସୁଛୁ ଭାରି ତ ଚୁଟି ଦେଖିପାରୁଥିବେ ତେଲ ଲଗେଇନି ତ କେମିତି ଝାମ୍ପରା ନେଖା ଦେଖାଯାଉଛି ତ ଏବେ ଆସିଯାଇଛି ମୋର ଭାତ ଏବେ ଖାଇଦେବା ଭାତ ମାଛ ଭଜା ନଗେଇ ଆଉ ତ ପଖାଳ ଭାତ ଦେଖିପାରୁଥିବେ ଆଉ ଗୋଟେ ପେଟି ବେଶୀ ଆଣିଛି ଆଉ ମଞ୍ଜି ମାଛ ଭାଜିଥିଲା ଆଉ ମଞ୍ଜି ପୁରା ଭାଜି ଦେଇଛି କଡ଼କଡ଼ିଆ କରିକି ମଞ୍ଜି ଖାଇଦେବା ପଖାଳ ଭାତ ଲଗେଇକି ଆଉ ମାଛ ଆଉ ପଖାଳ ଭାତ ଯେଉଁ ମଜା ଖରାଦିନେ ପୁଣି ଖରା ବି ଆଜି ପୁରା ଜୋର ହେଉଛି ବହୁତ ଦେଖିପାରୁଥିବେ ଠିଆ ହେଇଛି ଖାଇଦେବା ଆଉ ଦେଖିପାରୁଥିବେ ଖରା ହେଉଛି ପୁରା ଜୋରରେ ତ ଖରା ହେଉଛି ଯେଉଁ ଜୋରରେ ସେଥିଲାଗି ବୋଉ ଦେଖିପାରୁଥିବେ ଏଠି ଥଣ୍ଡା ପାଣିରେ ନେମ୍ବୁ ଦୁଇଟା ଆଣିକି ନେମ୍ବୁ ପାଣି ଟିକେ କରୁଛି ପିଇବା ବୋଲି ନା? ହଁ କେମିତିଆ ଖରା ହେଉଛି ପେଟ ଗରମ ହେଇଯିବନି ଟିକେ ଥଣ୍ଡା ପାଣି ନେମ୍ବୁ ପାଣି ପିଇଦେଲେ ପେଟ ଥଣ୍ଡା ହେବ ସେ ଯେଉଁ ନେମ୍ବୁ ପାଣି ଟିକେ କରୁଛି ଆଉ ପିଇଦେବା ଆଉ ଖରାଦିନେ ପା ନେମ୍ବୁ ଲୁଣ ଚିନି ପକେଇକି ପାଣି କରିକି ପିଇଲେ ସେ ଜଳ ଅଂଶ ଦେହରେ ଯେମିତି ଜଳୀୟ ଅଂଶ ବଢ଼ିବ ସାଙ୍ଗମାନେ ଆପଣମାନେ ଘରେ ବି ଲେମ୍ବୁ ପାଣି ପିଅନ୍ତୁ ଯେଉଁ ଖରା ହେଉଛି
ଏ ବର୍ଷ ଅଧିକ ବୋଧେ ଜୋରରେ ଖରା ହବ। ଏଇ ତ ଚୈତ୍ର ମାସରୁ ଏତେ ଖରା, ଆହୁରି ବୈଶାଖ ଜ୍ୟେଷ୍ଠ ଅଛି। ଆହୁରି 2 ମାସ ଅଛି ଖରା ନା? ଆଉ ଜ୍ୟେଷ୍ଠ ମାସ ବେଶୀ। ସବୁ ବର୍ଷ ବର୍ଷକୁ ବର୍ଷ ଅଧିକ ହେଉଛି ଖରା। ଯେତେ ବର୍ଷା ହଉଛି ଏତେ ବି ଖରା ହଉଛି। ଲେମ୍ବୁ ପାଣି ହେଇଗଲାଣି? ହଁ ହେଇଗଲାଣି। ତ ଏବେ ଟିକେ ପିଇଦେବା ଲେମ୍ବୁ ପାଣି ଆଉ। ଲେମ୍ବୁ ପାଣି ଆସିଯାଇଛି, ଟିକେ ପିଇଦେବା। ପୁରା ପେଟ ଥଣ୍ଡା, ଏବେ ମନ ଶାନ୍ତି ଆଉ। ମାଛ ଭଜା ଖାଇ ଦେଇକି ଆସିକି ଏଠି କଣରେ ପଡ଼ିକି ରହିଛି, ମାଛ ଭାତ ଖାଇକି। ଆରେ ଇଏ କି ଛୁଆ, ଭାତ ଖାଇକି ଆସିକି ଶୋଇଛି ତାର ଛାଇରେ ଆଉ। ଦେଖିପାରୁଥିବେ ତାକୁ ଏତେ ଖରା କାଟିଲା ଯେ ଆସିକି ଆମ ପୁରା ଦୁଆର ମୁଣ୍ଡ ପିଣ୍ଡାରେ ଶୋଇଛି। ଦେଖିପାରୁଥିବେ ଖରା ପୁରା ଜୋର ହେଉଛି ଯେଉଁ ଭାବରେ, ସେଥିଲାଗି ଆସିକି ଶୋଇଛି। ମୁଁ କହିଲି ଶୋଇଥାଉ ଆଉ, ଟିକେ ଥଣ୍ଡା ହେଇଯାଉ ଆଉ। ବୋଉ ଏକୁଟିଆ ଏକୁଟିଆ କ'ଣ ଖାଇଲୁଣି ଆସିକି? ମ ଏକୁଟିଆ କ'ଣ ମୁଁ ଖାଇବି, ଆଉ ତୁ ଖାଉନୁ? ଆଜି ଦେଖୁନୁ ମୁଁ ଖାଉଛି। ଏଇଟା କ'ଣ ଏକ୍ସଟ୍ରା କ'ଣ ମୁଣ୍ଡ ରାନ୍ଧିଛୁ? ଏଇଟା ମୁଣ୍ଡ ନାହିଁ, ଏକ୍ସଟ୍ରା ନୁହଁ, ଅଲଗା ଆଣିଛି ମୁଣ୍ଡ। ଆଉ ଏକ୍ସଟ୍ରା ଆଣିଛୁ, ଆଉ ଇଏ ଫିସ୍ ମାଛ ଅଲଗା ଆଉ। ମୁଣ୍ଡ ଅଲଗା, ଏ ଫିସ୍ ମାଛ ଅଲଗା ନା? ହଁ, ମୁଁ କହିଲି ଫିସ୍ ମାଛର ମୁଣ୍ଡଟା କଣ୍ଟା ଏ ଯେଉଁ ଅଛି ତ ହାଡ଼ ପଡ଼, ମୁଁ କହିଲି ଅଲଗା ନେଇଯିବା, ଜାଗା ହବନି। ଆଜି ଦ୍ୱିପହରେ ତତଲା ସାଙ୍ଗେ ମାଛ ତରକାରୀ ଆଉ। ଏକରେ ମୁଣ୍ଡ ଅଲଗା, ଏକରେ ଫିସ୍ ଅଲଗା ଆଉ। ହଁ, ବଢିଆ ଆଉ। ମଝି ମାଛ ଦେଖୁନୁ, ଏଇଟା ଆଣିଛି ପେଟି ମାଛ ନା? ପେଟି ମାଛ। ହଉ ତୁ ଖା ଆଉ। ବୋଉ ଏକୁଟିଆ ଏକୁଟିଆ ମକା କୋଉଠୁ ଆଣିଲୁ? ମୁଁ ତ କାହିଁ ଜାଣିନି ତୁ ମକା ରଖିଥିଲୁ ବୋଲି। ଆଜି ସକାଳେ ଆସିଥିଲା ପା, ମୁଁ ରଖିଥିଲି। ଦେଖୁନୁ କେଡ଼େ କେଡ଼େ ମକା। ଏକୁଟିଆ ଏକୁଟିଆ ଖାଇଦେଉଛୁ ଆଉ। କେତେବେଳେ ରଖିଛୁ ମୁଁ ଜାଣିନି। ଆଉ କେତେଟା ରଖିଛୁ ମକା? ଆହୁରି ଯୋଡ଼ାଏ ଅଛି, ଇଏ 3ଟା ସିଝେଇଛି। ଆଜି ବଢ଼ିଆ ମିଠା ମକାରେ ପୁରା। ଆଉ ସବୁବେଳେ ଯୋଉ କାଲି ଯୋଉ ସେଦିନ ଯୋଉ କରିଥିଲେ ଏଇଟା ଏଗୁରାକ ଦେଶୀ ମକା ଯେ ମିଠା ନଥିଲା, ଏଗୁରା ବଢ଼ିଆ ମିଠା ଲାଗୁଛି। ଭଲ ଲାଗୁଛି, ମିଠା ଲାଗୁଛି ଏରା। ହଁ, ଟେଷ୍ଟ କଲେ ଜଣା ପଡ଼ିବ ଆଉ। ବଢ଼ିଆ ବଢ଼ିଆ ସାଇଜ, କିନ୍ତୁ ବଡ଼ ବଡ଼ ପୁରା ଦେଖାଯାଉଛି ନା? ବଢ଼ିଆ ମିଠା ଅଛି। ଦେଖିଆ ଖାଇବା ଏଇନା ଆଉ। ନେ ତୁ ଗୋଟେ ଖା। 3ଟା ସିଝେଇଥିଲୁ? ହଁ, ଆମର 3 ଜଣକୁ 3ଟା। ଖାଇବା ଦେଖିଆ କେମିତି ଲାଗୁଛି ଆଉ। ସାଙ୍ଗମାନେ ଏବେ ଦେଖିଆ ଖାଇବା ମକା। ଦେଖିପାରୁଥିବେ ପୁରା ବଡ଼ ବଡ଼ ହେଇଛି, ଆଉ ମଞ୍ଜି ପୁରା ଦେଖିପାରୁଥିବେ ପୁରା ଭରପୁର ମଞ୍ଜି ଏଥିରେ। ଏବେ ତାତିଛି, ଟିକେ ଶୀତଳ ହେଇଯାଉ ଖାଇବା। ତ ସାଙ୍ଗମାନେ ବୋଉ ତାର ବସିକି ଘରେ ମକା ଖାଉଛି, ମୁଁ ଆଇଲି ଭାରି ଆମ ଦୁଆରକୁ ମକା। ଦୁଆରେ ବସିକି ଖାଉଛି, ଟିକେ ଖୋଲା ପବନରେ ବସିକି ମକା ଖାଇବାର ଯେଉଁ ମଜା ଅଲଗା ପ୍ରକାର। ତ ଲାଇଟ୍ ଲାଗିଛି ଏଠି, ଦୁଆରେ ଟିକେ ବସିକି ଖାଇବା ଆଉ। ଦେଖିବା କେମିତି ଲାଗୁଛି। ବୋଉ ତ କହୁଥିଲା ମିଠା ଲାଗୁଥିଲା, ଦେଖିବା ଖାଇବା କେମିତି ଲାଗୁଛି ଆଉ। ମାନେ ବିଶ୍ୱାସ କରିବେନି, ମିଠା ପୁରା ଅଲଗା ପ୍ରକାର, ବଢ଼ିଆ ଟେଷ୍ଟ ଲାଗୁଛି। ବଢ଼ିଆ ଟେଷ୍ଟ ଲାଗୁଛି, କିନ୍ତୁ ମଞ୍ଜି ଏଥିରେ ପୁରା ଭରା, ପୁରା ମଞ୍ଜି ଦେଖିପାରୁଥିବେ ସବୁଥିରେ ପୁରା ଫୁଲ୍। ମକା ସାଇଜ ବି ପୁରା ମସ୍ତ ଅଛି, ବଢ଼ିଆ ବଡ଼ଟେ ଅଛି। ଖାଇବ ଗୋଟାଏ ଖାଇଦେବ ପୁରା ପେଟ ଫୁଲ୍ ଆଉ। ତ ଖାଇଦେବା ଏବେ ମକା ପୁରା। ମକାଟା ବଢ଼ିଆ ଲାଗୁଛି, ବଢ଼ିଆ ମକା ହେଇଛି। ତ ଏବେ ରାତିରେ ଦେଖିପାରୁଥିବେ ଆସିଯାଇଛି ମାଛ 2 ପିସ୍, ପେଟି ମାଛ ଗୋଟେ, ଆଉ ଗୋଟେ ପିସ୍ ମାଛ, ଆଉ ପଖାଳ ଭାତ ଆଉ। ରାତିରେ ବି ପଖାଳ ଖାଇବାକୁ ଭଲ ଲାଗେ, ସେ ଯୋଗୁଁ ରାତିରେ ପଖାଳ। ଖରା ଯେଉଁ ଗରମ ହେଉଛି, ପଖାଳ ସାଙ୍ଗକୁ ମାଛ ତରକାରୀ ଟିକେ ଖାଇଦେବା ଆଉ। ତ ରାତିରେ ଏବେ ମସ୍ତ ମାଛ ତରକାରୀ ସାଙ୍ଗେ ପଖାଳ ତ ଖାଇଦେଇକି ଆଇଲି। ଆଉ ଭିଡ଼ିଓ ଟିକେ ଏଇଠି ରଖୁଛି। ଆଉ ଆଜିର ଭିଡ଼ିଓ ଯଦି ଭଲ ଲାଗିଥାଏ ଚ୍ୟାନେଲଟିକୁ ଲାଇକ୍ କରି ନିହାତି ସବସ୍କ୍ରାଇବ୍ କରିବେ। ରହୁଛି, ବାଏ ବାଏ।